ସାଙ୍ଗମାନେ ମୁଁ ଗାଧୁଆ ସାରି ଠାକୁରଙ୍କୁ ପ୍ରଣାମ କରିକି ଏବେ ପଳେଇ ଆସିଛି ଖାଇବା ପାଇଁ। ଆଜି ବୋହୂ ଆଣିକି ବାଢ଼ିକି ଦେଇଦେଇଛି। ସିଏ ଆଜି ଟିକେ ଲେଟ୍ରେ ଖାଇଲା ବୋଲି ଟିଫିନ୍ ଲେଟ୍ରେ ଖାଇଥିଲା, ସେଥିପାଇଁ ଏଇଟା ଲଞ୍ଚଟା ବି ଲେଟ୍ରେ। ମୋ ସହିତ ସିଏ ଆଜି ତା'ର ଖାଇବାଟା ମ୍ୟାଚିଂ କଲା, ସେଥିପାଇଁ ସିଏ ଆଜି ବାଢ଼ିକି ଆଣିକି ଦେଇଛି। ଆଉ ସେ ଜାଣିଛି ତ ମୁଁ ଟିକେ ଭିଡ଼ିଓ କରିବି, ବଢ଼ାବଢ଼ିକି ମୋତେ ଦେଇଦେଲା। ମୁଁ ତୁ ଆଗ ଖାଇଦେ, ମୁଁ ଏବେ ଯାଉଛି ସେସବୁ ଖାଇଦେବି। ମୁଁ କ'ଣ ଖାଉଛି ଲଞ୍ଚରେ ଆଜି ମୁଁ ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ ସାଙ୍ଗମାନେ, ମୁଁ ଆଜି ଲଞ୍ଚରେ କ'ଣ ଖାଉଛି। ଅରୁଆ ଭାତ ଜାଣିଥିବେ ତ, ଆମର ସବୁଦିନ ଅରୁଆ ହୁଏ, ଡେଲି ଆମର ଅରୁଆ ଖିଆ ହୁଏ। ଏଠି ଦହି ଟିକେ ଦେଇଛି, ଆଉ ଡାଲି ଖାଇବାକୁ ଇଚ୍ଛା ନାହିଁ। କାଲି ଯେଉଁ ଭୋଜି ଖାଇବା ଯାଇଥିଲେ ଭଲ ଲାଗିଲାନି ଆସିକି। ଖଟା, ଏଠି ସୋୟାବିନ୍ ଆଳୁ ସେ ଏମିତି ଶୁଖିଲା ଟିକେ ଭଜା ନୁହେଁ କି ତରକାରୀ ନୁହେଁ, ଏମିତି ଟାଇପ୍ର କରିଛି। ପୋଇ ତରକାରୀଟା କରିଛି। ଏସବୁ ମୁଁ ଏବେ ଖାଇବି। ଖାଇସାରି ଆପଣମାନଙ୍କ ସହିତ କଥା ହେଉଛି। ସାଙ୍ଗମାନେ, ଖାଇସାରିବା ପରେ ମୁଁ ଟିକେ ଜୁଆଣି ପାଟିରେ ପକାଇ ଦେଇଛି, ଖାଉଛି। ଜୁଆଣି ନ ଖାଇବା ଗୋଟେ ଅଭ୍ୟାସ ହେଇଗଲାଣି, ଡେଲି ଖାଉନି, ଫିର୍ ବି କେତେବେଳେ ଖାଇଦେଉଛି। ଆପଣମାନେ ତ ଜାଣିଥିଲେ କାଲି ଯାଇଥିଲି ସିଆଡ଼େ, ଶ୍ରାଦ୍ଧ ଥିଲା ସେ ମଉସାଙ୍କର। ତାଙ୍କ ନାତୁଣୀମାନଙ୍କୁ ଏତେ ଜୋରେ ଘଡ଼ଘଡ଼ି ମାରୁଛି, ବର୍ଷା ଆସୁଛି, ଆଉ କୁଆଡ଼େ ବର୍ଷାଟା ହେଉଛି, ଆଉ ଏପଟେ ହେଉନି, ଆଉ କୁଆଡ଼େ ହେଇଯାଉଛି। ବହୁତ ଜୋରେ ଘଡ଼ଘଡ଼ି ମାରୁଛି। ଯେଉଁ ମଉସାଙ୍କର ଶ୍ରାଦ୍ଧ ଥିଲା ମୁଁ ଯାଇଥିଲି, ତାଙ୍କ ନାତୁଣୀ 3 ଜଣଙ୍କୁ ମୁଁ ପାଠ ପଢ଼ଉଥିଲି, ଟ୍ୟୁସନ୍ କରୁଥିଲି। ସେ ଏରିଆର ସବୁ ପିଲା ମୁଁ ପଢ଼ଉଥିଲି। ସାଙ୍ଗମାନେ, ମୋ ହାତରେ ଧରିଛି ନା, ମୋ ହାତ ପେନ୍ ହେଲା, ମୁଁ ତଳୁଆ ଟିକେ ନେଇ ଆସିଲି, ହାତଟା ସିଧା କରି ରଖିପାରିଲିନି। ତାଙ୍କ ନାତୁଣୀଙ୍କୁ ପଢ଼ଉଥିଲି। ସେ ଏରିଆର ପ୍ରାୟ ସବୁ ପିଲା ପଢ଼ୁଥିଲେ, ଅଳ୍ପ 3-4 ଜଣଙ୍କୁ ଛାଡ଼ିଦେଲା, ବାକି ସବୁ ପିଲା ମୋ ପାଖରେ ପଢ଼ୁଥିଲେ। ତ ସମସ୍ତେ ଭଲ ଷ୍ଟୁଡ଼େଣ୍ଟ ଥିଲେ, ବହୁତ ଭଲ ରେଜଲ୍ଟ କରନ୍ତି, ଭଲ ପାଠ ପଢ଼ନ୍ତି। ସେ ପିଲାମାନେ ତ ସବୁ ବଡ଼ ହେଇଗଲେଣି। କାଲି ମଉସାଙ୍କ ଶ୍ରାଦ୍ଧରେ ଯାଇଥିଲି, ସେମାନଙ୍କୁ ଦେଖିକି ସମସ୍ତଙ୍କ ସହିତ ଦେଖା ହେଲା, ଦେଖିକି ବହୁତ ଖୁସି ଲାଗିଲା ମୋତେ। ସବୁ ପିଲାମାନେ ବି ଖୁସିରେ ମୋ ସହିତ ଆସି ମିଶିଲେ, ଭାରି ଖୁସି ଲାଗିଲା। ସମସ୍ତେ ବହୁତ ଭଲ ପାଇବା ଦେଲେ, ବହୁତ ସ୍ନେହ ମମତା ଦେଲେ, ଖାଇକି ପିଇଲେ। ଖାଇସାରିକି ସେ ପାଖ ଘରକୁ ଟିକେ ପଳେଇଥିଲି, ତାଙ୍କ ଘରେ କିଛି ସମୟ କଟେଇଦେଲି। ତାଙ୍କର ବି ଚ୍ୟାନେଲ୍ ଅଛି ନା, ତାଙ୍କର ଚ୍ୟାନେଲ୍ଟା ଆର୍ୟସ୍ କ୍ୟୁଟ୍ ଲାଇଫ୍ ଚ୍ୟାନେଲ୍ ତାଙ୍କର। ତାଙ୍କ ଚ୍ୟାନେଲ୍କୁ ଆପଣମାନେ ବି ସବସ୍କ୍ରାଇବ୍ କରିଦେବେ। ତାଙ୍କ ସହିତ ବସିକି ଟିକେ କଥାବାର୍ତ୍ତା ହେଉଥିଲୁ ଏଇ ୟୁଟ୍ୟୁବ୍ ବିଷୟରେ। ଆଉ ତାପରେ ଆଣିକି ସେ ମଉସାଙ୍କର ପୁଅ ଆଣିକି ମୋତେ ଛାଡ଼ି ଦେଇକି ଗଲେ ଘରେ ରାତିରେ। ସନ୍ଧ୍ୟା ହେଇଗଲା ଆସିଲା ବେଳକୁ। ସେ ମଉସାଙ୍କର 3 ଝିଅ ଆସିଥିଲେ, ମୁଁ ଆପଣଙ୍କୁ ଦେଖେଇଛି, କିନ୍ତୁ ଭିଡ଼ିଓରେ ସବୁ ପରିଚୟ ଦେଇ କହିଲିନି। ଭିଡ଼ିଓଟା ଅପଲୋଡ଼ କରିଦେଲି। ସବୁ ଝିଅଙ୍କୁ ମୁଁ କହିପାରିନି, ସବୁ ଝିଅଙ୍କୁ ଦେଖେଇଛି କିନ୍ତୁ କହିପାରିନି, ଚିହ୍ନେଇ ପାରିନି। ଖାଇସାରିଛି ଯେହେତୁ ମୋତେ ଭଲ ଲାଗୁନି, ଖାଇସାରିଲା ପରେ କଥା ହେବା ପାଇଁ ଧଇଁ ସଇଁ ଲାଗୁଛି। ତ ରଖୁଛି, ରାତିରେ କଥା ହେଉଛି ପୁଣି। ଦେଖନ୍ତୁ ସାଙ୍ଗମାନେ, ହଜବେଣ୍ଡ ଏଇଠି ରୁଟି ଆଉ ସନ୍ତୁଳା ଖାଉଛନ୍ତି। ତାଙ୍କୁ ଆମେ ରୁଟିଟା ଛିଣ୍ଡେଇକି ଦେଇଦେଇଛୁ, କାହିଁକିନା ସେ ହାତରେ ଛିଣ୍ଡେଇକି ନିଜେ ଖାଇପାରନ୍ତିନି, ବହୁତ ଅସୁବିଧା ହେଉଛି ତାଙ୍କୁ, ସେ ଚାମଚରେ ଖାଆନ୍ତି। ବୋହୂ ଏଠି ରୁଟି ତଡ଼କା ଆଗ ବନେଇ ଦେଇଛି, ତାପରେ ରୁଟି କରୁଛି ଅଟା ଦଳିକି। ଏଇଥିରୁ ମୁଁ ଏବେ ନିଜେ ଟିକେ ବାଢ଼ିକି ନେଇଯିବି, ସେ ବାକି କରୁଥାଉ ରୁଟି। ସେ କରିସାରିଲେ ଖାଇବ। ମୋତେ ଏବେ ଭୋକ ଲାଗିଲାଣି, ମୁଁ ଖାଇ ଦେଉଛି ଆଗ, ସେ ତା'ର ପରେ ଖାଇବ। ଦେଖନ୍ତୁ ରୁଟି ଆଉ ତଡ଼କା ମୁଁ ଖାଇ ଦେଉଛି ଏବେ। ମାନେ ମୁଁ ଏବେ ରୁଟି ଆଉ ତଡ଼କା ଖାଇବି। ଖାଇଛି ବୁଟ ଡାଲି, ଆଳୁ, କଖାରୁ, ବହୁତ ବଢ଼ିଆ ସେ ସ୍ମେଲ୍ ହେଉଛି। ଏବେ ଖାଇ ନେବା। ସାଙ୍ଗମାନେ, ଖାଇବା ସରିଗଲା, ମୁଁ ଏବେ ଆସିଲି ହେରି ଆପଣମାନଙ୍କ ସହିତ କିଛି କଥାବାର୍ତ୍ତା ହେଇଯିବା ପାଇଁ। ମୁଁ ଯେମିତି କହୁଥିଲି କି ମୋର ଟିକେ ମନଟା ଏଇନା ଦିନେ 2 ଦିନ ଖୁସି ରହିବ। କାହିଁକିନା ମୁଁ ଯେଉଁଠି ରହୁଥିଲି, ଆଗରୁ ଆମେ ରହୁଥିଲୁ, ସେଇ ଜାଗାକୁ ଯାଇକି ମୁଁ ଟିକେ ବୁଲିକି ପଳେଇ ଆସିଛି। ମୋର ଯେହେତୁ ପଢ଼ଉଥିଲି, ସେଇ ଖୁସିଟା ଟିକେ ମନେ ପକାଇକି ସେଠି ମୁଁ କିଛି ଏନ୍ଜୟ କଲି। ଆଉ ପଡ଼ୋଶୀମାନଙ୍କ ସହିତ ଦେଖା ହେଲା। ମୁଁ ତ ସବୁବେଳେ ବାହାରକୁ ଯାଏନି, ତଥାପି ସମସ୍ତଙ୍କ ଚିହ୍ନା ମୁହଁ, ସମସ୍ତଙ୍କ ସାଙ୍ଗେ କଥାବାର୍ତ୍ତା ହେଇଛି, କେତେଥର ବହୁତ ମିଶିଛି। ଏମିତି ମୁଁ କେଉଁଠି ଠିଆ ହେଇକି ଖଟି କରେନି, ଫିର୍ ବି ସମସ୍ତଙ୍କ ସାଙ୍ଗେ ରିଲେସନ୍ ଭଲ, ଦେଖା ସାକ୍ଷାତ, କଥାବାର୍ତ୍ତା ସବୁ। ଯେହେତୁ ସମସ୍ତଙ୍କ ପିଲାମାନଙ୍କୁ ମୁଁ ପଢ଼ଉଥାଏ, ତ ସମସ୍ତଙ୍କର ମୋ ସହିତ କଣ୍ଟାକ୍ଟ ବି ରହିଛି। ସମସ୍ତେ ବହୁତ ଭଲ ପାଆନ୍ତି ବି। ତ ସେଇଠି ଟିକେ ଦେଖା ହେଇଗଲା, କଥାବାର୍ତ୍ତା ହେଇକି ଆସିଲି।
ଜାଣିଥିବେ ଯେ ଭୋଜି ଭାତ ହେଲା ମାନେ ଆଗ ଫାଷ୍ଟ କଥା ହେଲା ସମସ୍ତଙ୍କ ସହିତ ଗୋଟେ ଦେଖା ହୁଏ। ସେଇ ଯେଉଁ ମିଟ୍ଟା ହୁଏ ସେଇଠି ବହୁତ ଖୁସି ଲାଗେ, ବହୁତ ଏନ୍ଜୟମେଣ୍ଟ ସେଇଟା। ଖାଇବା ତ ତା ପର କଥା, କିନ୍ତୁ ମେନ୍ ହେଲା ଭୋଜି କାର୍ଯ୍ୟରେ କିଛି ସମସ୍ତଙ୍କର ଦେଖା ହୁଏ, ସେଇଟା ଭଲ ଲାଗେ ସମସ୍ତଙ୍କୁ। ଆହୁରି ଛୋଟ ଛୋଟ ପିଲାମାନଙ୍କ ସହିତ ଖୁସିରେ ଆସୁଥାନ୍ତି କି ଆମେ ଟିକେ ମ୍ୟାମ୍ଙ୍କୁ ଦେଖା କରିବୁ, ସେଇଟା ବେଶୀ ଖୁସି ଦେଲା ମୋତେ। ମୁଁ ଖାଲି ଚାଲି ପାରୁନଥିଲି ତ ସମସ୍ତଙ୍କ ଘରକୁ କାହାକୁ ଯାଇପାରିଲିନି, ଗୋଟେ ଜାଗାରେ ଦେଖା ହେଇଗଲା। ମୋର ତ ଗୋଡ଼ ଖରାପ, ଜଣେ ଷ୍ଟୁଡ଼େଣ୍ଟ ତା ସହିତ ଦେଖା ହେଲାନି, ଦେଖା ହେଇପାରିଲାନି ବୋଲି ତାଙ୍କ ଘରକୁ ଚାଲି ଚାଲି ଯାଇଥିଲି, ଆଉ ତାକୁ ଦେଖା କରିକି ଆସିଲି। ଶୋଇଥିଲା, ତା ମମି ଉଠେଇଲେ, ସେ ତା ସହିତ ଦେଖା ହେଇକି ଆସିଲି। ମୁଁ ୟୁଟ୍ୟୁବରେ ଆଉ କ'ଣ ଆପଣମାନଙ୍କ ସହିତ ମୁଁ ତ ଏଇ କେତେବେଳେ କୁଆଡ଼େ ଟିକେ ଯିବି, ଯଦି କେତେବେଳେ କୁଆଡ଼େ ଗଲି ତାହେଲେ ସେଇ ଭିଡ଼ିଓ କରିବି, ନାଇଁ ତ ଏମିତି ବସିକି ଆପଣମାନଙ୍କ ସହିତ କଥା ହେବି। ବୋଉ ଆଜି ତଡ଼କାଟା ବହୁତ ଭଲ ବନେଇଥିଲା, ବହୁତ ଟେଷ୍ଟି ହେଇଥିଲା, ଖାଇଲି। ବୁଟ ଡାଲି ଆଳୁ କଖାରୁ କଲା, କିନ୍ତୁ ତଡ଼କା ଷ୍ଟାଇଲରେ କଲା, ସେଇଥିପାଇଁ କି ବେଶୀ ଟେଷ୍ଟଟା ଲାଗିଲା, ବହୁତ ଭଲ ଟେଷ୍ଟ ହେଇଥିଲା। ଆମେ ହଜବେଣ୍ଡଙ୍କର ମୋର ତ ଟିକେ ଲୁଣ କମ୍ ଖାଉଛୁ। ହଜବେଣ୍ଡ ତାଙ୍କର ସେ ରୁଟି ଆଉ ସନ୍ତୁଳା ଖାଇଲେ, ତାଙ୍କ ଦେହ ଭଲ ନାହିଁ, ଆଖି ସବୁ ଫୁଲି ଯାଇଛି, ପାଦ ବି ଫୁଲି ଯାଇଛି, ସେ ରୁଟି ସନ୍ତୁଳା ଖାଇଲେ। ଆମେ ସବୁ ଏ ବୁଟ ତରକାରୀ ରୁଟି ଖାଇଲୁ। ସେ ତେଲ ମସଲା ଖାଇବା ପାଇଁ ମନା କରୁଛନ୍ତି। ଆଗରୁ ତ ସିଝା ଖାଉଥିଲେ, 2 ବର୍ଷ ନାଇଁ 2.5 ଇୟର୍ସ ସେ ସିଝା ଖାଇଲେ, ବାକି ଏବେ ଟିକେ ଖାଉଛନ୍ତି। ଆକୁ ତାଙ୍କର ସିଝା ଖାଇବାକୁ ଇଚ୍ଛା, ଆମକୁ କିଛି ଗୋଟେ ଅଲଗା ଡବଲ କରିବାକୁ ପଡ଼ୁଛି। ମୋ ଦେହ ପା ଖରାପ ହେଇଯାଉଛି, କାଳେ କରିପାରିବିନି ବୋଲି ସେ କହୁଛନ୍ତି ହଁ ତାହେଲେ ସେଇଥିରେ ମିଶାଇ କରିଦିଅ, କିନ୍ତୁ ତେଲ ମସଲା କମ୍ କର, ମୁଁ ଖାଇବି। ଠିକ୍ ଅଛି, ତାଙ୍କ ପାଇଁ ସେମିତି କରିଦେବା, ସେ ବି ଟିକେ ଶାନ୍ତିରେ ଖାଆନ୍ତୁ। ପୁଅ ଆସି ପହଞ୍ଚିଲେ ସେ ଖାଇବ, ତାପରେ ସମସ୍ତେ ଶୋଇବ। ମୁଁ ତ ଏଡ଼ିଟିଂ କାମରେ ଲାଗିବି, ଅଳ୍ପ ସମୟ କିଛି କରିବି, ସବୁ କରିବିନି। ନିଦ ଲାଗୁଛି, ନିଦ ବାଉଳାରେ ସବୁ ଭୁଲ ଭାଲ କରିଦେଉଛି ନା, ସେଥିପାଇଁ ମୁଁ ଅଳ୍ପ କିଛି କରିବି, ଆଉ କିଛି ଯାହା ସକାଳୁ କରିବି। ତ ସାଙ୍ଗମାନେ ଭିଡ଼ିଓଟାକୁ ଏଇଠି ଏଣ୍ଡ କରିଦେବା। ଯଦି ଆପଣମାନଙ୍କୁ ମୋର ଭିଡ଼ିଓ ସବୁ ଦେଖିବା ପାଇଁ ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ, ଆଉ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଏମିତି କେତେବେଳେ କୁଆଡ଼େ ଟ୍ରାଭେଲ୍ କଲେ ଟ୍ରାଭେଲ୍ ଭିଡ଼ିଓ, ପୂଜାପୂଜି ଭିଡ଼ିଓ, ଏମିତି କିଛି ଦେଖିବା ପାଇଁ ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ। ସାଙ୍ଗମାନେ ରହୁଛି, ନମସ୍କାର, ଜୟ ଜଗନ୍ନାଥ, ଗୁଡ଼୍ ନାଇଟ୍।